ଖାସି ମାଂସ ଆଳୁ ଝୋଳଟା ଉଷୁନା ଭାତ ସାଙ୍ଗକୁ ଗରମା ଗରମ ମିଳିଗଲେ କମ୍ବିନେସନ୍ ପୁରା ଜମି ଯାଇଥାଏ। ଆଉ ସେ ପୁଣି ଟ୍ରାଡିସନାଲ ୱେରେ ବନା ହେଉଛି, ତ ଦାନ୍ତ ନଥିବା ଲୋକ ବି ୟାକୁ ଆରାମସେ ଖାଇନେବେ। ତ ଡେରି ନ କରି ଚାଲନ୍ତୁ ଆରମ୍ଭ କରିବା। ନମସ୍କାର, ମୁଁ ପୂଜା ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ଚ୍ୟାନେଲ କୁକିଂ ୱିଥ୍ ପୂଜାରେ। ତ ପ୍ରଥମେ ଏ ମାଂସକୁ ଭଲ ଭାବରେ ଧୋଇ ନେଲା ପରେ ଗୋଟେ ବାଉଲକୁ ତାକୁ କାଢ଼ି ନେବା। ଏଠି ମୁଁ ପିଓର ଖାସି ମାଂସ ହିଁ ବ୍ୟବହାର କରୁଛି। ଆପଣମାନେ ମାଂସର କ୍ୱାଲିଟି ଦେଖିକିନା ଜାଣିପାରୁଥିବେ। ଯଦି ଏଠି ମାଂସର କ୍ୱାଲିଟି ଟିକେ ଲୋ ଥାନ୍ତା କିମ୍ବା ମାଂସ ରେଡ୍ ବଦଳରେ ହ୍ୱାଇଟ୍ ଟିକେ ଦେଖାଯାଇଥାନ୍ତା, ଜାଣିଯିବେ ଯେ ମାଂସର କ୍ୱାଲିଟି ଭଲ ନାହିଁ। ତ ସେ ମାଂସ ଟିକେ ଟାଣ ଆସିବ। ଏଇ ମାଂସର କ୍ୱାଣ୍ଟିଟି 700 ଗ୍ରାମର ଥିଲା, ତ ସେଇ ଅନୁସାରେ ଗୋଟେ ଚାମଚ ଲୁଣ ଆଉ ଗୋଟେ ଚାମଚ ହଳଦୀ ଗୁଣ୍ଡ ଆଉ 2ଟି ବଡ଼ ଚାମଚ ସୋରିଷ ତେଲକୁ ଦେଇକି ଭଲ ଭାବରେ ପ୍ରଥମେ ଗୋଳେଇ ନେବା। ଆଉ ମୁଁ ଏଠି ଯେହେତୁ ପାରମ୍ପରିକ ଭାବରେ ପ୍ରସ୍ତୁତ କରୁଛି, ଆଗରୁ ଯେମିତି ଗାଁ ମାନଙ୍କରେ ମାଂସ ଝୋଳଟିଏ ହୁଏ ଆଉ ଘରେ ଥିବା ବୃଦ୍ଧ ଲୋକ ଯୋଉମାନଙ୍କର ଦାନ୍ତ ନଥିବ ସେ ଆରାମସେ ଏଇ ମାଂସ ତରକାରୀ ଟିକକୁ ବି ଖାଇପାରିବେ। ତ ସେଇଭଳି ଭାବରେ ମୁଁ ଏଠି ମାଂସ ତରକାରୀ ପ୍ରସ୍ତୁତ କରିବି। ସେଥିପାଇଁ ପ୍ରେସର କୁକରରେ ମ୍ୟାରିନେଟ୍ କରିଥିବା ମାଂସକୁ ଦେଇକିନା ଅଳ୍ପକିନା ପାଣି ଦେଇନେବା, କାହିଁକିନା ମାଂସରେ ଅଲରେଡି ପାଣି ଆସିବ। ଦେନ୍ ପ୍ରେସର କୁକରର ଢକ୍କନ ଦେଇକିନା ମିଡିୟମ ଆଞ୍ଚରେ 2ଟି ସିଟି ଆସିବା ପାଇଁ ବସେଇ ନେବା। ସିଟି ଆସିବା ଭିତରେ ମସଲା ପ୍ରସ୍ତୁତ କରିନେବା। ଏଠି ମସଲାରେ ରସୁଣ ଆଉ ତା ସହିତ 4ଟି ଶୁଖିଲା ଲଙ୍କା ବ୍ୟବହାର କରିଛି, କାହିଁକି ନା ମସଲାରେ ଲଙ୍କା ବାଟିଲେ ସ୍ୱାଦ ବହୁତ ଭଲ ହିଁ ତ ଆସିଥାଏ। ତାପରେ ମୁଁ ଗୋଟା ଧନିଆଟି ବ୍ୟବହାର କରିଛି। ପାଉଡର ଏଠି କିଛି ବି ତ ଆଡ୍ କରିବିନି, ତ ସେଥିପାଇଁ କି ଗୋଟା ଧନିଆ ଏଠି ନେଇଗଲି। ଆଉ ଜିରା ଗୋଟେ ଚାମଚ, ତା ସହିତ ଗୋଟେ ଛୋଟ ସାଇଜର ଅଦାକୁ ମୁଁ ଏଠି ବ୍ୟବହାର କରିଛି। ଆଉ ସବୁତିକ ମିକ୍ସିଂ ଜାର୍ରେ ଦେଇକି ମିକ୍ସ ହେବା ପାଇଁ ଛାଣିନେଲି। ଆଉ ତା ସହିତ ମୁଁ କିଛି ଗୋଟା ମସଲା ବି ଆଡ୍ କରିନେବି, ଏକାଥରେ ମସଲାରେ ବାଟି ନେବି, କାହିଁକି ନା ଆପଣମାନଙ୍କୁ ଯେମିତି କହିଛି ବାହାରର ମସଲା କିଛି ବି ଏଠି ବ୍ୟବହାର କରିବିନି। ତ ସେଥିପାଇଁ ମୋ ପାଖରେ ଯାହା ବି ଗୋଟା ମସଲା ଥିଲା ମୁଁ ଏଠି ସବୁତିକ ବ୍ୟବହାର କରିଛି। ଆଉ ଏଠି କେତେ ଗୋଟା ମସଲା ମିସ୍ ଅଛି, ଆପଣ ଚାହିଁଲେ ସେଥିରେ ଆଡ୍ ବି ମଧ୍ୟ ବି କରିପାରିବେ। ଆଉ ଆକୁ ସବୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କଲା ଭିତରେ ଆଳୁକୁ ତେଲରେ ଛାଣି ନେଇଥିଲି, କାହିଁକି ନା ମାଂସ ଝୋଳରେ ଆଳୁ ନ ପଇଲେ ଜମା ବି ତ ଭଲ ଲାଗିବନି। ପ୍ରାୟ ଜଣଙ୍କୁ ତ ଆଳୁ ପକେଇବା ପସନ୍ଦ ନୁହେଁ, ଆପଣ ଚାହିଁଲେ ତାକୁ ସ୍କିପ୍ ମଧ୍ୟ ବି କରିପାରିବେ। ଆଉ ମୁଁ ଏଠି ସୋରିଷ ତେଲ ଅଳ୍ପ କିନା ନେଇଛି, କାହିଁକି ନା ମୁଁ ଯେହେତୁ କହିଛି ଆଗରୁ ଗାଉଁଲି ଉପାୟରେ ବନେଇ, ତ ସେଥିପାଇଁ କି କରେଇ ଗରମ କରିକିନା ସେଥିରେ ଅଳ୍ପ କିନା ସୋରିଷ ତେଲ ଦେଇନେଲି। ଆଉ ତେଜପତ୍ର ଆଉ 4ଟା ବଡ଼ ପିଆଜକୁ କାଟିକିନା ରଖିଥିଲି, ସେଥିରେ ଦେଇକି ପିଆଜକୁ ଟିକେ ଲାଲ ଲାଲ ହବା ପର୍ଯ୍ୟନ୍ତ ଭାଜି ନେଲି। ଆଉ ମସଲା ଯାହା ବି ସବୁ ବାଟିଥିଲି ସବୁତିକ ପିଆଜ ସାଥିରେ ଦେଇନେଲି। ଆଉ ମସଲାକୁ ଟିକେ ଭଲ ଭାବରେ କଷିଦେଲି। ଏଠି ଲୁଣ ହଳଦୀ ପ୍ରଥମେ ପକେଇବେନି, ଆଉ ଟିକେ ଭଲ ଭାବରେ ତାକୁ ଟିକେ କଷି ନେବେ। ଏବେ ମସଲା ଟିକେ ଭଲ ଭାବରେ କଷି ହେଇ ଆସିଲା ପରେ ସେଥିରେ ହଳଦୀ ଗୁଣ୍ଡ ଅଳ୍ପକେ ଲୁଣ ଦେଇଥିଲି, କାହିଁକି ନା ମାଂସରେ ଅଲରେଡି ଲୁଣ ହଳଦୀ ମୁଁ ସିଝେଇ ନେଲି। ଆଉ ମସଲାରେ ଯେହେତୁ ମୁଁ ଲଙ୍କା ବାଟି ନେଇଥିଲି, ତ କଲର ପାଇଁ ହାଲକା ସେ କଲର ପାଉଡର ଟିକେ ଦେଇଥିଲି। ଏଇଟା ମୁଁ ଘରେ ପ୍ରସ୍ତୁତ କରିଥିଲି। ଯୋଉମାନେ ଜାଣିଥିବେ କଲର ବାଲା ଗୋଟେ ମଞ୍ଜି ଥାଏ, ତାକୁ କୁଟିକିନା ମସଲା ପ୍ରସ୍ତୁତ କରାଯାଏ ଆଉ ସବୁ ତରକାରୀ ମାନଙ୍କ ଦିଆଯାଏ କଲର ଆସିବା ପାଇଁ। ଆଉ ଏଠି ମୁଁ ସେଇ ମସଲା ହିଁ କେବଳ ବ୍ୟବହାର କରିଥିଲି। ଆଉ ଗୋଟେ ଚାମଚ ମଟନ ମସଲା ଆଡ୍ କରିକି ମସଲାକୁ ଟିକେ ଭଲ ଭାବରେ କଷି ନେଲି। ଏବେ ମସଲା ଟିକେ ଭଲ ଭାବରେ କଷି ହେଇ ଆସିଲା ବେଳେ ସିଝେଇକି ରଖିଥିବା ମାଂସ ଦିଗକୁ ସେଥିରେ ଦେଇ ନେବା। ମସଲା ଟିକେ ପ୍ରଥମେ ଭଲ ଭାବରେ ଟିକେ ସିଝେଇ ନେବେ, କାହିଁକି ନା ଅଲରେଡି ମାଂସ ଏଠି ସିଝି ଆସିଥିବ। ତ ସେଥିପାଇଁ ମସଲା ଟିକେ ଯଦି ବି କଞ୍ଚା ଥିବ ତାହେଲେ ତରକାରୀ ପୁରା ଖରାପ କରିଦେବ। ମାଂସକୁ ଟିକେ ଭଲ ଭାବରେ ଗୋଳେଇ ନେଲା ପରେ ଏଇ ଅବସ୍ଥାରେ ଏଥିରେ ଚର୍ବିକୁ ଆଡ୍ କରିନେବା, କାହିଁକି ନା ମାଂସ ଯେତେବେଳେ ମୁଁ ସିଝେଇଥିଲି ସେଥିରେ ଚର୍ବିକୁ ଦେଇନଥିଲି। ଚର୍ବିକୁ ପ୍ରଥମେ ସିଝେଇ ଦେଲେ ସେ ପୁରା ଫିଟିଯିବ। ଚର୍ବି ଯେହେତୁ ପୁରା କଅଁଳିଆ ଥାଏ, ତ ସେଥିପାଇଁ କି କଷା ଟାଇମରେ ହିଁ ଦେଇଦେଲେ ବହୁତ ହିଁ ଭଲ ଟେଷ୍ଟ ଆସିବ। ଚର୍ବି ସେମିତି ପୁରା ଗୋଟା ଗୋଟା ହେଇକି ଥିବ। ଆଉ ତାପରେ ତାକୁ ଟିକେ ଭଲ ଭାବରେ ଗୋଳେଇ ନେଲା ପରେ 5 ମିନିଟ୍ ପାଇଁକି ସିମ୍ କରିକିନା ଘୋରେଇକି ଆକୁ ବସେଇ ନେବା, କାହିଁକି ନା ମାଂସ ଭିତରେ ଯେମିତି ମସଲାଟା ଟିକେ ଭଲ ଭାବରେ ପଶିବ। ଆଉ 5 ମିନିଟ୍ ହେଲା ପରେ ଏବେ ଢକ୍କନ କାଢିକିନା ସେଥିରେ ଭାଜିକି ରଖିଥିବା ଆଳୁକୁ ଦେଇ ନେବା। ଏବେ ୟାକୁ 2 ମିନିଟ୍ ପର୍ଯ୍ୟନ୍ତ ଗୋଳେଇ ନେଲା ପରେ ଏଥିରେ ଗରମ ପାଣି ଏଥିରେ ଆଡ୍ କରିବା, କାହିଁକି ନା ମାଂସରେ ଯେହେତୁ ଗରମ ପାଣି ଦେଲେ ମାଂସର ଟେଷ୍ଟ ଆହୁରି ମଧ୍ୟ ବଢିଥାଏ। କଞ୍ଚା ପାଣି ଏଠି ଯେଟା ଆଡ୍ କରିବେ ତାହେଲେ ମାଂସ ଟିକେ ପାଣିଚିଆ ଲାଗିବ। ସେଥିପାଇଁ ସର୍ବଦା ଗରମ ପାଣି ହିଁ ଏଠି ବ୍ୟବହାର କରିବା ଉଚିତ। ଆଉ ଏଠି ପାଣି ଆଡ୍ କଲା ପରେ ଆପଣ ସର୍ବଦା ଧ୍ୟାନ ଦେବେ ଯେ କେତେ ପାଣି ଦେବେ। ଯେହେତୁ ମୁଁ ମାଂସ ଅଲରେଡି ସିଝେଇକିନା ଏଠି ଦେଇଛି, ତ ସେଥିପାଇଁ କି ସେଇ ଅନୁସାରେ ମୁଁ କମ୍ କ୍ୱାଣ୍ଟିଟିର ପାଣି ଦେଲି। ଆଉ 15 ମିନିଟ୍ ପର୍ଯ୍ୟନ୍ତ ଆକୁ ଛାଡ଼ି ନେଲି, କାହିଁକି ନା
ମାଂସ ଯେତେ ଫୁଟିବ ସେତେଟା ଟେଷ୍ଟ ପୁରା ଭଲ ହିଁ ଆସିବ। ଆଉ ଏବେ ମୁଁ ପୁରା ଢକ୍କନ କାଢ଼ି ନେଲା ପରେ ଏବେ ପ୍ରସ୍ତୁତ ହେଇଗଲା ପୁରା ଆଳୁ ଆଉ ଖାସି ମାଂସ ଝୋଳ। ମୁଁ ଏଠି ବାହାରର ମସଲା କିଛି ବି ବ୍ୟବହାର କରିନି ଆଉ ଗୁଣ୍ଡ ମସଲା ବି ଏଠି ଦେବିନି, କାହିଁକି ନା ଅଲରେଡ଼ି ମୁଁ ଗୋଟା ମସଲାରେ ବାଟି ଦେଇଥିଲି। ଆପଣ ଯଦି ଚାହିଁବେ ଏଠି ଧନିଆ ପତ୍ର ବି ଦେଇପାରିବେ। ଆଉ ଏବେ ଗରମା ଗରମ ମାଂସ ତରକାରୀ ରେଡ଼ି କରିଦେବା ଉଷୁନା ଭାତ ସାଙ୍ଗକୁ। ଆପଣ ଚାହିଁଲେ ରୁଟିରେ ମଧ୍ୟ ବି ଏହାର ମଜା ଉଠାଇ ପାରିବେ, କିନ୍ତୁ ଭାତ ସହିତ ବହୁତ ହିଁ ଭଲ ଲାଗିଥାଏ। ଆଉ ଦେଖିପାରୁଥିବେ ଟୋଟାଲି ବି ଏଠି ଅଏଲିଂ ନାହିଁ। ଯଦି ମୋ ଭିଡ଼ିଓ ଭଲ ଲାଗିଥିବ ଆପଣମାନଙ୍କୁ ନିଶ୍ଚିନ୍ତ ଲାଇକ୍ କରିବେ, ସେୟାର କରିବେ ଆଣ୍ଡ କମେଣ୍ଟ କରିବେ। ଏବେ ପୁରା ରେଡ଼ି। ରହିଲି, ନମସ୍କାର।